ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓ ମଧ୍ୟ ଇଲେକ୍ସନ୍ ଉପରେ ଆଧାରିତ ଅଟେ। ତେବେ ଏହି ଇଲେକ୍ସନ୍ରେ ମୁଁ ଜାଣେ ନାହିଁ ପରମେଶ୍ୱର କାହାକୁ ମନୋନୀତ କରିଅଛନ୍ତି। ଏହା ପରମେଶ୍ୱରଙ୍କ ଇଚ୍ଛା ଅଟେ। ଆଉ ଯାହା କିଛି ବି ହେଉଅଛି ଏବଂ ଆଗାମୀ ଦିନମାନଙ୍କରେ ଯାହା କିଛି ବି ହେବ, ସେ ସମସ୍ତ ବିଷୟ ପରମେଶ୍ୱରଙ୍କର ଇଚ୍ଛା ଭିତରେ ହିଁ ହେବ, ଇଚ୍ଛା ଅନୁସାରେ ହିଁ ହେବ। ପରମେଶ୍ୱରଙ୍କ ଇଚ୍ଛା ବିନା କୌଣସି ବିଷୟ ସମ୍ଭବ ନୁହେଁ। ତେବେ ଏହା ପରମେଶ୍ୱରଙ୍କର ଇଚ୍ଛା ଉପରେ ନିର୍ଭର କରେ। ତେବେ ମନୁଷ୍ୟ ତ ବିଭିନ୍ନ ପ୍ରକାର ଚିନ୍ତା କରେ, କିନ୍ତୁ ପରମେଶ୍ୱରଙ୍କ ଇଚ୍ଛା କିଛି ଅଲଗା ଥାଏ। ତେବେ ଆଜିର ଯେଉଁ ବିଷୟବସ୍ତୁ ରହିଅଛି 2024 ଇଲେକ୍ସନ୍ ଉପରେ ନେଇକି, ଯେ କେଉଁ ଦଳ ସବୁଠାରୁ ଉତ୍ତମ ଅଟେ। ଦଳ ତ ବିଭିନ୍ନ ପ୍ରକାର ଅଛନ୍ତି, ଯେପରିକି କଂଗ୍ରେସ ହେଲା, ବିଜେପି ହେଲା, ବିଜେଡ଼ି ହେଲା, ଆମ୍ ଆଦମୀ ପାର୍ଟି ହେଲା, ଏପରି ଅନେକ ରାଜନୈତିକ ଦଳଗୁଡ଼ିକ ଅଛନ୍ତି। କିନ୍ତୁ ଗୋଟେ ବିଷୟ ହେଉଛି କେଉଁ ଦଳ ଶ୍ରେଷ୍ଠ ଅଟେ। ଆଜିର ମୁଖ୍ୟ ବିଷୟବସ୍ତୁ ହେଉଛି କିଏ ଶ୍ରେଷ୍ଠ ଅଟେ। କିଏ ଶ୍ରେଷ୍ଠ ଅଟେ ଏହା ବାଛିବା ଆମମାନଙ୍କର ଅଧିକାର ନୁହେଁ। ଏହା ହେଉଛି ପରମେଶ୍ୱରଙ୍କର କାମ, ଏହା ହେଉଛି ପରମେଶ୍ୱରଙ୍କ ଇଚ୍ଛା। କାରଣ ଯଦି ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନକୁ ଯଦି ଆମେ ଦେଖିବା, ତେବେ ଯେତେବେଳେ ଶିଷ୍ୟମାନେ ପରସ୍ପର ଝଗଡ଼ା କରୁଥିଲେ, ସେ କହୁଥିଲା ମୁଁ ଶ୍ରେଷ୍ଠ, ସେ କହୁଥିଲା ମୁଁ ଶ୍ରେଷ୍ଠ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟେ ଉଦାହରଣ ସାଜିକି ଦେଖେଇଦେଲେ ଯେ ଯିଏ ପ୍ରକୃତରେ ନିଜକୁ ଶ୍ରେଷ୍ଠ ବୋଲି ଭାବେ, ସେ ପ୍ରକୃତରେ ଶ୍ରେଷ୍ଠ ନୁହେଁ। ଆଉ ଶ୍ରେଷ୍ଠ ହେବା ନିମନ୍ତେ ନିଜକୁ ନତ କରିବାକୁ ପଡ଼ିବ। ତାର ଉଦାହରଣ ସ୍ୱରୂପ ପ୍ରଭୁ ଯୀଶୁଖ୍ରୀଷ୍ଟ ସବୁ ଶିଷ୍ୟମାନଙ୍କର ପାଦ ଧୋଇ ଦେଇଥିଲେ। ତେବେ ଛାଡ଼ନ୍ତୁ, ଏଇଟା ତ ଅଲଗା ବିଷୟ। କିନ୍ତୁ ଗୋଟେ ବିଷୟ ହେଉଛି କେଉଁ ଦଳ ଶ୍ରେଷ୍ଠ। ଆମେମାନେ କାହାକୁ ଭୋଟ୍ ଦେବା। ଗତକାଲି ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ଆମେମାନେ କାହାକୁ ଭୋଟ୍ ଦେବା, ଆଉ କିଏ ଶ୍ରେଷ୍ଠ, ଆଉ କାହାକୁ ଆମେମାନେ ଭୋଟ୍ ଦେବା ଉଚିତ। ଆଉ ଉଦାହରଣ ସ୍ୱରୂପ ବିଗତ 10 ବର୍ଷ ମଧ୍ୟରେ ଯେଉଁ ସବୁ ଘଟଣା ସବୁ ଘଟି ଯାଇଅଛି, ତାହାକୁ ଆଧାର କରି ମୁଁ କିଛି ପଏଣ୍ଟ କହିଥିଲି ଯେ ଆମେମାନେ କାହାକୁ ଆମେମାନେ ଭୋଟ୍ ଦେବା ଉଚିତ। ଯଦି ଆପଣ ସେ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତେବେ ଏଣ୍ଡ ସ୍କ୍ରିନ୍ରେ ସେ ଭିଡ଼ିଓ ଆପଣଙ୍କୁ ମିଳିଯିବ, କିମ୍ବା ଏହି ଚ୍ୟାନେଲ ଭିତରକୁ ଯାଇ ସର୍ଚ୍ଚ କରି ଆପଣ ସେ ଭିଡ଼ିଓ ମଧ୍ୟ ଆପଣ ପାଇପାରିବେ। ତେବେ ଗତକାଲି ଆମେମାନେ ପରମେଶ୍ୱରଙ୍କ ବାକ୍ୟରୁ କିଛି ଆମେ ଆଲୋଚନା କରିଥିଲେ, ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଆଜି ମଧ୍ୟ ଆମେମାନେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଲୋଚନା କରିବା। କାଲି ଆମେ ଯାହା ଆଲୋଚନା କରିଥିଲୁ, ଆଜି ମଧ୍ୟ ତାହା ଆମେ ଆଲୋଚନା କରିବା, ଯେଉଁ ବାକ୍ୟ କି ଇଲେକ୍ସନ୍ ସହିତ ସମ୍ପୃକ୍ତ ଅଟେ। ତେବେ ଚାଲନ୍ତୁ ରୋମିଓ ତାର 13 ପର୍ବ 1 ପଦରୁ କିଛି ଅଂଶ ଆମେମାନେ ପାଠ କରିବା। ସେଠାରେ ପରେ ଲେଖାଯାଏ, ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଆଉ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି, ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ତେବେ ଏହି ପଦ ଅନୁସାରେ ଶାସନକର୍ତ୍ତା ମାନେ କାହା ଦ୍ୱାରା ନିଯୁକ୍ତ? ପବିତ୍ର ବାଇବେଲ ଆମକୁ ଏହା ଶିକ୍ଷା ଦିଏ ଯେ ଶାସନକର୍ତ୍ତା ମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଅଟନ୍ତି। କୌଣସି ମନୁଷ୍ୟ ନିଜ ଶକ୍ତି ଦ୍ୱାରା, ନିଜର ବୁଦ୍ଧି ଦ୍ୱାରା, ନିଜର ବଳ ଦ୍ୱାରା, ନିଜର କୌଶଳ ଦ୍ୱାରା ବିଜୟ ପ୍ରାପ୍ତ ହୁଏ ନାହିଁ। ଏହା ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ହୁଏ। ଆଉ ସେମାନେ କାହିଁକି ନିଯୁକ୍ତ ହୁଅନ୍ତି? ପରମେଶ୍ୱରଙ୍କ କିଛି ଇଚ୍ଛା ଥାଏ, ପରମେଶ୍ୱରଙ୍କର କିଛି ଉଦ୍ଦେଶ୍ୟ ଥାଏ। ସେ ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ଆଉ ପରମେଶ୍ୱର କ'ଣ କରନ୍ତି? ଶାସନକର୍ତ୍ତା ମାନଙ୍କୁ ନିଯୁକ୍ତ କରନ୍ତି। ତେଣୁ ଆମ୍ଭେମାନେ
ବିଚଳିତ ହେବା ବିଲକୁଲ ବି ଉଚିତ ନୁହେଁ। ସେ କଂଗ୍ରେସ ଆସୁ, ବିଜେପି ଆସୁ କିମ୍ବା ବିଜେଡି ଆସୁ, ଯେକୌଣସି ଦଳ ଆସୁନା କାହିଁକି, କୌଣସି ଅସୁବିଧା ନାହିଁ, କୌଣସି ଫରକ ନାହିଁ। କାରଣ ବାକ୍ୟ କହେ ଯେ ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଅଟନ୍ତି। ସେଥିପାଇଁ କୁହାଯାଉଛି ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହଉ। ଶାସନକର୍ତ୍ତା ଯିଏ ବି ହେଉନା କାହିଁକି, ସେ ବିଜେପି ହେଉ, ବିଜେଡି ହେଉ କିମ୍ବା କଂଗ୍ରେସ ହେଉ, ଆଇନ, ଦେଶରେ ଯେଉଁ ଗୋଟେ ଆଇନ ଅଛି, ଆଇନ ଅଧୀନରେ ଆମକୁ ଚାଲିବାର ଅଛି। ଆଇନକୁ ମାନିକି, ଆଇନକୁ ପାଳନ କରିକି ଆମକୁ ଚାଲିବାର ଅଛି। ଆଇନକୁ ମାନିବା ନିମନ୍ତେ ମଧ୍ୟ ପବିତ୍ର ବାଇବେଲ ଆମକୁ ନିର୍ଦ୍ଦେଶ ଦିଏ, ଯାହାକି ବର୍ତ୍ତମାନ ଆମେମାନେ ଦେଖିଲୁ ଯେ ଲେଖା ଅଛି ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ। ଏଇଟା ଗୋଟେ ବିଷୟ ଲେଖା ଅଛି। ଆଉ ଗୋଟେ ବିଷୟ କାଲି ମୁଁ କହିଥିଲି, ଆଜି ମଧ୍ୟ ମୁଁ ଆଉ ଥରେ କହୁଅଛି ଯେ ଅନେକ ଏପରି ଭାଇ ଭଉଣୀମାନେ ଥାଇପାରନ୍ତି, ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଥାଇପାରନ୍ତି, ଯେଉଁମାନେ କି ଭାବୁଥିବେ ଯେ ମୁଁ କାହାକୁ ମଧ୍ୟ ଭୋଟ ଦେବି ନାହିଁ, ମୁଁ କଂଗ୍ରେସକୁ ଦେବି ନାହିଁ, ବିଜେପିକୁ ଦେବି ନାହିଁ, ବିଜେଡ଼ିକୁ ଦେବି ନାହିଁ, ଆମ୍ ଆଦମୀ ପାର୍ଟିକୁ ଦେବି ନାହିଁ, କୌଣସି ରାଜନୈତିକ ଦଳକୁ ମୁଁ ଭୋଟ ଦେବି ନାହିଁ। କିନ୍ତୁ ଗୋଟେ ବିଷୟ ମନେ ରଖିବା ଉଚିତ ଯେ ଭୋଟ ଦେବା ଆମମାନଙ୍କର ଅଧିକାର ଅଟେ। ଆଉ ପବିତ୍ର ବାଇବେଲ ଆମମାନଙ୍କୁ ଉତ୍ସାହିତ କରେ ଯେ ଆମେମାନେ ଶାସନକର୍ତ୍ତାକୁ ଆମେମାନେ ବାଛିବା। ଶାସନର ଅଧୀନରେ ରହିବା ନିମନ୍ତେ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଉତ୍ସାହିତ ପ୍ରଦାନ କରେ, ଉତ୍ସାହ ପ୍ରଦାନ କରେ। ତେଣୁ ଆମେମାନେ ଭୋଟ ଦାନ କରିବା ଉଚିତ। ତେବେ ମୋର ପ୍ରିୟ ଭାଇ ଭଉଣୀମାନେ, ମୋର ବିଶେଷ ଆପଣଙ୍କୁ ଅନୁରୋଧ, ଆପଣ କେବେ ହେଲେ ବି ଏଇଭଳି ଚିନ୍ତାଧାରା ରଖନ୍ତୁ ନାହିଁ ଯେ ଆପଣ କଦାପି ଭୋଟ ଦେବେନି ବୋଲି। ଆପଣ ଯାଆନ୍ତୁ, ଭୋଟ ଦିଅନ୍ତୁ, କିନ୍ତୁ ଗତକାଲି ମୁଁ ଯେପରି କହିଥିଲି, ବୁଝି ବିଚାରିକି ଆପଣ ଭୋଟ ଦିଅନ୍ତୁ। ବିଗତ ଦିନମାନଙ୍କରେ ଖ୍ରୀଷ୍ଟିଆନମାନଙ୍କ ପ୍ରତି ହେଇଥିବା ଅତ୍ୟାଚାର, ତାଡ଼ନା, ଏ ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ବର୍ତ୍ତମାନ ମଧ୍ୟ ଯେଉଁ ତାଡ଼ନା ଚାଲୁଛି, ଏ ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଆପଣ ଭୋଟ ଦିଅନ୍ତୁ। କାରଣ ଯଦି ଆପଣ ୟୁଟ୍ୟୁବ ଖୋଲିବେ କିମ୍ବା ଫେସବୁକ୍ ଖୋଲିବେ କିମ୍ବା ନ୍ୟୁଜ୍ ଖୋଲିବେ, ଯାହା ବି ଆପଣ ଖୋଲନ୍ତୁ, ଆପଣ ଦେଖିବେ ପ୍ରତିଦିନ କୌଣସି ନା କୌଣସି ଜାଗାରେ ଖ୍ରୀଷ୍ଟିଆନ ତାଡ଼ନା ହେଉଅଛି। ଖ୍ରୀଷ୍ଟିଆନ ଲୋକମାନଙ୍କୁ, ପ୍ରଭୁ ଯୀଶୁଙ୍କର ଲୋକମାନଙ୍କୁ ତାଡ଼ନା କରାଯାଉଛି, କଷ୍ଟ ଦିଆଯାଉଅଛି। ତେଣୁ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଆପଣ ହିଁ ନିଜେ ଡିସାଇଡ୍ କରନ୍ତୁ ଯେ ଆପଣ କାହାକୁ ଭୋଟ ଦେବେ। କାରଣ ଭୋଟ ଦେବା ଆପଣଙ୍କ ଅଧିକାର। ଆଉ ଶାସନକର୍ତ୍ତାଙ୍କର ଅଧୀନରେ ରହିବା ନିମନ୍ତେ ମଧ୍ୟ ପରମେଶ୍ୱର ବାକ୍ୟ ଆମକୁ ନିର୍ଦ୍ଦେଶ ଦିଏ। ସେଥିପାଇଁ ଆମେମାନେ ଭୋଟ ଦେବା ଉଚିତ। 2 ପଦ ଲେଖାଯାଏ, ଅତଏବ ଯେ ଅଧିକାର ପ୍ରତିରୋଧ କରେ ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ। ଏଇ ଯେଉଁ ଅଧିକାର ଆମକୁ ଦିଆଯାଇଛି, ତାକୁ ଆମେ ବ୍ୟବହାର କରିବା, ପ୍ରତିରୋଧ କରିବା ନାହିଁ। ଆଉ ଯିଏ ପ୍ରତିରୋଧ କରିବ ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ। ସ୍ପଷ୍ଟ ରୂପରେ ସିଧା ସିଧା ଲେଖା ଅଛି। ପୁଣି ଯେଉଁମାନେ ପ୍ରତିରୋଧ କରନ୍ତି ସେମାନେ ଆପଣା ଉପରେ ଦଣ୍ଡ ଘଟେଇବେ। ତେଣୁ ଦେଶର ଆଇନ କାନୁନ ମାନିବା ମଧ୍ୟ ଆମମାନଙ୍କର କର୍ତ୍ତବ୍ୟ ଅଟେ। ପବିତ୍ର ବାଇବେଲ ଆମକୁ ଦେଶରେ ଥିବା ଆଇନ କାନୁନକୁ ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦିଏ। ଆଉ ଯଦି କିଏ এই ବିଷୟରେ ପ୍ରତିରୋଧ କରେ, ଏ ସମସ୍ତ ବିଷୟକୁ ପ୍ରତିରୋଧ କରେ, ତେବେ ସେ ଈଶ୍ୱରଙ୍କର ବିଧାନକୁ, ଈଶ୍ୱର ଯେଉଁ ଗୋଟେ ନିୟମ ଦେଇଛନ୍ତି, ତାହାକୁ ମଧ୍ୟ ସେ ପ୍ରତିରୋଧ କରେ। ଏମିତି ଲେଖା ଅଛି। ଆଉ ଯେଉଁମାନେ ପ୍ରତିରୋଧ କରନ୍ତି ତାଙ୍କ ପ୍ରତି କ'ଣ ହେବ? ଆଉ ସେମାନଙ୍କ ପ୍ରତି ଦଣ୍ଡ ଘଟିବ ବୋଲି ଲେଖା ଅଛି। ତେଣୁ ଶେଷରେ ଗୋଟେ କଥା ମୁଁ କହିବି, ସେ ବିଜେପି ହେଉ, ବିଜେଡ଼ି ହେଉ, କଂଗ୍ରେସ ହେଉ, ଯିଏ ବି ହେଉନା କାହିଁକି, ଆଉ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସମସ୍ତେ ନିଯୁକ୍ତ ହୁଅନ୍ତି। ଯିଏ ବି ଜିତୁନା କାହିଁକି, ଈଶ୍ୱରଙ୍କ ଇଚ୍ଛା ମାଧ୍ୟମରେ ହୁଏ। ତେଣୁ ଆପଣ ଯାଆନ୍ତୁ, ଭୋଟ ଦିଅନ୍ତୁ, କିନ୍ତୁ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି
ଆପଣ ଭୋଟ ପ୍ରଦାନ କରିବେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।